ସାଙ୍ଗ ଆମ ବ୍ୟାଚ୍ ସବୁ ସାଙ୍ଗମାନେ ସବୁ ବାହା ହେଇ ସାରିଲେଣି। ତୁ ଆଉ କୋଉଦିନ ବାହା ହଉ ମତେ ଡାଲି ଭାତ କଣା ଖାଇବାକୁ ଦବୁ। ମଜା ଲାଗିଲାଣି ତୁ ଭୂତଟା ହେଇଯିବୁ ରେ। ତୋର ଆଉ କଣ କିଛି କଥା ନାହିଁ? ଯୋଉଠି ବସିଲେ ଉଠିଲେ ଖାଲି ଏଇ ବାହାଘର କଥା। ଯଦି କହୁଛୁ ଆଜି ପର୍ଯ୍ୟନ୍ତ ଗୋଟେ ଭଲ ଝିଅ ମୋ ପାଇଁ ଖୋଜିଲୁଣି, ଖାଲି ଗପ ବଡ ବଡ। ତୁ କାଇଁ ଏତେ ଚିନ୍ତା କରୁଛୁ? ସେ କୋଉଠି ପସନ୍ଦ କରିବ ସେ ବାହା ହବନି? ତୋର କାଇଁ ଏତେ ଚିନ୍ତା ମୁଁ ଜାଣିପାରୁନି। ବାହା ହବା କଥା ତମେ କହୁଛ ଯେ ମୋର କଣ ବାହା ହବାକୁ ଇଚ୍ଛା ନାହିଁ। ହେଲେ ମୋ ପାଇଁ ଗୋଟେ ସଂସ୍କାରୀ ଝିଅ ଖୋଜିବ ନା, ଆଉ ଭଲ ସଂସ୍କାରୀ ଝିଅ ଗୋଟେ ଦରକାର ମୋର, ତାପରେ ମୁଁ ବାହା ହେଇଯିବି। ଗୋଟେ କାମ କରିଦବା, ଓଡିଆ ମ୍ୟାଟ୍ରିମୋନି ଆମେ ଖୋଜିଦବା। ଯଦି ଏଥିରେ ନହେଲା ଯୋଡିଆ ଅଛି। ଆରେ ଅନଲାଇନ ନୁହଁ, କେବଳ ଅଫଲାଇନ। ତାହେଲେ ଏଥିରେ ପ୍ରସ୍ତାବ ଖୋଜିବା ଆଉ। ଓକେ ଓକେ ଓକେ, ଏଥର ଖୋଜ। ଆଚ୍ଛା ଲିପୁନା, ଆଗରୁ ଯୋଉ ମଧ୍ୟସ୍ଥି ହେଇଥିଲା ସେ ଆମ ଗାଁରେ ଆଉଛି ନା ନାଇଁ? ଆରେ କାହା କଥା କହୁଛୁ? କଣ ଜାଣିପାରୁନୁ, ଯୋଉ ଚନ୍ଦନ ଟିପା ମାରି ଆସେ। ଓହୋ ବୁଝିପାରିଲି। ଆର ଈଶ୍ୱର ବେରା ଯୋଉଟା ଅଛି ବାହାର କରିଥିଲା ତ, ସେଇ ତ? ବାସ୍ ସେଇଆକୁ କହ। ଗୋଟେ ଭଲ ପ୍ରସ୍ତାବ ଦେଖେଇଦେ, ସେ ବାହାର କରିଦବ ଆଉ। ହ୍ୟାଲୋ। ନା ତମେ ପିଲା କଥା ଜମା ଚିନ୍ତା କର ନା। ପିଲା ଏକଦମ ଫାର୍ଷ୍ଟ କ୍ଲାସ ଝିଅ। ହଁ ତମେ ଜାଣିଲ ମୁଁ ପ୍ରସ୍ତାବ ପକେଇଛି, ତମେ କାହିଁ ଟେନସନ ହଉଛ? ତମେ ବିଶ୍ୱାସ କରିବନି, ସେ ଝିଅ ଯେ ତମ ଘରକୁ ବିବାହ କରିକି ଯିବ ତମ ପୁଅକୁ, ତମ ଘରେ ଆଉ ଇଲେକ୍ଟ୍ରିକ ବଲ୍ବ ଲଗେଇବାକୁ ପଡିବନି। ଖାଲି ମୁହଁ ଦେଖାଇଦେବ ଓଢଣୀ ଖୋଲିକିରି, ଅନ୍ଧାର ଘରେ ଆଲୁଅ। ଝିଅ ତ ଗୋଟିଏ ଚାଳ ଘୋଡ଼ା। ହଁ ତମେ ଜାଣିଛ ଆଉ। ମୁଁ ଦେଖିଛି ତମେ ଏପଟ ସାଇଡ୍ ଯେତିକି ବାହାର କରିଛି, କୋଉଠି କାହାକୁ ଖରାପ ଝିଅ ଦେଇଛି? ନାଇଁ, ପୁରା ଚମକିବ, ହୀରା ବି ଫିକା ପଡୁଛି ତା ପାଖରେ। ହଉ ହେଲା, ରଖ। ମୁଁ ଆଜି ଟିକେ ଅଛି ବା ଏଇଠି, ଏଇ ଯିବି ଟିକେ ଗଡମଧୁପୁର ଆଡେ, ସିଆଡେ ଗୋଟେ ବାହାଘର ପ୍ରସ୍ତାବ ଅଛି ତ। କୋଉଠୁ କହୁଛ କହିଲ? ଆଚ୍ଛା ବରଗଡ଼ ବରପାଲି, ସମ୍ବଲପୁର ବରଗଡ଼ ବରପାଲି। ଆଚ୍ଛା ହଁ, ସେପଟ ସାଇଡ୍ ତ ମୋର ନାଁ ଭଲ ଅଛି ଆଉ। ସାଙ୍ଗ ଦେଖିଲୁ ସେ ମଧ୍ୟସ୍ଥି ଇଆଡେ ଆସିଲାଣି। ଆସିବା ସବୁଦିନ ଟ୍ରେନରେ ଯିବା ଆସିବା କରୁଛି ବାହାଘରିଆ ପ୍ରସ୍ତାବ ନେଇକି। ଆଜି କୋଉଟା କୋଉଠି ରଖିଥିବ ପ୍ରୋଗ୍ରାମ, ସେଥିପାଇଁ ଯାଉଥିବ ବାହାଘରିଆ ପ୍ରସ୍ତାବ ନେଇକି। ଆଉ ବଢିଆ ହେଲା ଆଉ। କଣ ବଢିଆ ହେଲା? ଏଇଠି ତାକୁ ବାହାଘର ପ୍ରସ୍ତାବ କଥା କହିଦବା ଆଉ, ବାହାଘର ପକ୍କା ଆଉ। ହଉ, ତମର କଣ କନ୍ୟା ନା? ଆଚ୍ଛା ନାଇଁ, ଏପଟ ସାଇଡରେ କାହିଁ ସେମିତି ହଉ। ହଉ ଦେଖିଆ ମୁଁ ଚେଷ୍ଟା କରୁଛି। କଣ ଅନଲାଇନରେ ପକେଇଥିଲ? ତମେ ଯୋଉ କହୁନ ଯୋଉ ଯୋଡିଆ ଆପେ ଓଡିଆ ମାଟ୍ରିମୋନି, ସେ ସବୁ ମୋ କତି ଝିଅ ନିଅନ୍ତି। ଆଉ କୋଉଠି କି? ମୋରି କତିରୁ ଫଟୋ ବାୟୋଡାଟା ସବୁ ରଖନ୍ତି। ଆଉ କଣ ମନକୁ ସେ ଝିଅ ଆଣନ୍ତି? ନାଇଁ ସେମିତି ହେଇପାରିବନି। ସବୁ ମୋରି କତିରୁ ଯୋଗାଯୋଗ। ତମେ ତ ମତେ ବାୟୋଡାଟା ପଠେଇଦିଅ, ହ୍ୱାଟ୍ସଆପରେ ଫଟୋ ପଠାଅ, ମୁଁ ଭଲ ଫଟୋ ଟିକେ ପ୍ରସ୍ତାବ ଦେଇଦେବି ହେଲା। ଯୋଗାଯୋଗ କରିଦେବି, ବ୍ୟସ୍ତ ନାହିଁ। ରହୁଛି। ଗଡମଧୁପୁର ଯାଉଛି, ଟ୍ରେନ ଆଇଲାଣି, ସାଉଣ୍ଡ ଶୁଭିଲାଣି। ନମସ୍କାର। ନମସ୍କାର। ଆଚ୍ଛା ହଉ, ତମେ ରଖ। ନାଇଁ, ଏ ପିଲାମାନେ ବସିଛନ୍ତି। ମୁଁ ଏପଟ ସାଇଡ୍ ଆସେ ତ, ସବୁ ଜାଣିଛନ୍ତି, ମତେ ଚିହ୍ନିଛନ୍ତି। ଘରେ ପରିଚିତ ଏପଟେ। ସବୁ ଆଜି ଦେଖିଲେ ଛୁଆ ରେସପେକ୍ଟ ଦିଅନ୍ତି ଆଉ। ହଉ ତମେ ରଖ। ଆଚ୍ଛା ପିଲାମାନେ, କଣ ଏଠି ବସିଛ? କିଛି ବାର୍ତ୍ତାଳାପ କରିବ ମୋ ସହିତ? କଥା ଅଛି କିଛି କି? କଥା କଣ କି, ଗୋଟେ ପ୍ରସ୍ତାବ କଥା ଆପଣଙ୍କ କଥା ହେଇଥାନ୍ତେ। ବିବାହ ପ୍ରସ୍ତାବ? ଆଜ୍ଞା। କାହା ପାଇଁ? ଇଏ ମୋ ଭାଇ। ମୌନ ସମ୍ମତି ଲକ୍ଷଣ କି ନାଜ। ଆଚ୍ଛା ହଉ କଥା ହବା। ଆଚ୍ଛା, ଟୋକା ଚାଙ୍ଗା ଅଛି? ରେଡି ଆଉ। ହେଇଯିବ ଯେ, କିନ୍ତୁ ତମକୁ କିଛି ମୁଦ୍ରା ଅର୍ପଣ କରିବାକୁ ପଡିବ। ମୁଦ୍ରା କଣ? ତମେ ତ ମାଗଣାରେ ଟ୍ରେନରେ ଯାଉଛ ସବୁଦିନ। ଆରେ ବାବୁ ଦେଖ, ଟ୍ରେନରେ ମାଗଣା ଗଲି ବୋଲି ତେଲ ପାଣି ଖର୍ଚ୍ଚ ପୁଣି ଦବା ନା ନାଇଁ? ପୁଣି ମଧ୍ୟସ୍ଥି ଚା ପାଣି ଖାଇବ, ଖର୍ଚ୍ଚ ଜୋର ନାଇଁ। କଣ ପାଟି ହାତରେ ଗୋଡା ନାଚିବ? ତମେ ଜାଣିଲ, ସେଇଥିପାଇଁ ବୁଢୁଛି ଆଜି ଭାବରେ। ଆଚ୍ଛା ତମେ ମାନେ ବିଶ୍ୱାସ କରିବନି, ଯଦି ଝିଅ ଘରକୁ ମୁଁ ମଧ୍ୟସ୍ଥି ଗଲି, ତାଙ୍କର ଯଦି ବଡ ଜଇଁଟି ଘରେ ଥବ, ତାକୁ ପଛେ ମତେ ଆଗେ ଚର୍ଚ୍ଚା। ଆଉ ଯଦି ଝିଅର ବାପା ଗାଁ ମୁଣ୍ଡରେ ଦେଖାହେଲା ପାନ ଦୋକାନରେ, ତାକୁ ଖଣ୍ଡେ ପାନ ସିଗାରେଟ ଦେବି ନା ନାଇଁ? ଖଣ୍ଡେ ଚା କପଟେ ଦେବି ନା ନାଇଁ? ଆଉ ତାକୁ କଣ ମୁଁ ହାତରୁ ଆଣିଦେବି? ତମେ ସିନା ତେଲ ପାଣି ଖର୍ଚ୍ଚ ଦେଇଥିଲେ ମୁଁ ଦେବି। ସେଇଥିଲାଗି ତମକୁ କିଛି ପଇସା ଦେବା, ବୁଝିଲ? ଏଥର କ୍ଲିୟର ତ? ହେଲା, ରେଡି ଆଉ। ଆଚ୍ଛା, ଏଇ ସିଗାରେଟ ଚା ଦବା ଦ୍ୱାରା କଣ ହବ ନା, ଝିଅ ବାପା ସହିତ ଗୋଟେ ସମ୍ପର୍କ ଗଢି ଉଠିବ। ଗୋଟେ ପରମାନେଣ୍ଟ ବିଶ୍ୱାସ ଆସିଯିବ ତାର ମଧ୍ୟସ୍ଥି କରି। ମୁଁ ଯାହା କହିବି ସେ ରାଜି। ବିଶ୍ୱାସ କରିବନି, ଇଏ ପୁଅ ତମର ଯଦି ଗାଁରେ ବାଲି ସିଭିଲ କାମ କରିଥିବ, ମୁଁ କହିବି ସିଭିଲ ଇଞ୍ଜିନିୟର, ସେବା ବିଶ୍ୱାସ କରିବ। ତାର ଗୋଟାଏ ବିଶ୍ୱାସ ବୁଝିପାରିଲ? ମଧ୍ୟସ୍ଥି ତାର ପରମାନେଣ୍ଟ ବିଶ୍ୱାସ ବ୍ୟକ୍ତି। ସେଇଥିଲାଗି କହିଲି ଖର୍ଚ୍ଚ ପାଣି ଲାଗିବ। ଆଚ୍ଛା ତମେ ବିଶ୍ୱାସ କରିବନି, ତମ ପୁଅ ଯଦି ବିଲରେ ଗୋବର ଗୋଟୁଥିବ, ମୁଁ କହିବି ସାଇଟାଇ କରିଛି। ତାର ବିଶ୍ୱାସ ବ୍ୟକ୍ତି କେବଳ ମୁଁ, ଆଉ କେହି ନାହିଁ। ଯାହା କହିବି ଝିଅର ବାପା ବିଶ୍ୱାସ କରିବେ, ବୁଝିପାରିଲ? ମଧ୍ୟସ୍ଥି, ମଝିରେ ପଶିବି, ବାହାରେ ପଶିବିନି। ଆଉ କିଛି ତେଲ ପାଣି ଖର୍ଚ୍ଚ ଦେବେ ଆଉ। କିଛି କଣ, ତମକୁ କଣ ଭିକ ମାଗୁଛି? ଏବେ ଦବ ଚାପୁଡାଏ,
ପରେ ଦବ ପରସେଣ୍ଟେଜ ବୁଝିଲ? ତାହେଲେ ଦବା ଯଦି କହୁଛନ୍ତି ଆଉ ହଁ ଚାପୁଡା କଣ ମାରିଲା? କି ଅଭଦ୍ର ପିଲା ତମେ ଆର କହୁଛ ବାହାର ପ୍ରସ୍ତାବ କେବେ ମଧ୍ୟସ୍ଥି ଚାପୁଡା ମାରୁଛି? ତମେ ବା କହିଲ ଚାପୁଡା ଦବାକୁ। ଆରେ ଚାପୁଡା ମାନେ କଣ ଗାଲୁକୁ ଚାପୁଡା? ଚାପୁଡାଇ ମାନେ 500 ଟଙ୍କା ଦବ ଏବେ ବାହାଘର ହେଇସାରିଲା ପରେ ପରସେଣ୍ଟେଜ ପଇସା। ଚାପୁଡା କହିଲ ତମେ ଏ ବୁଝ ଗାଲୁ ଚାପୁଡା? ମୁଁ କେମିତି ବୁଝିବି? ସେଇଟା କହିବାର ତମେ ବୁଝିବ ନା ଆଜିକାଲି ପିଲା ତମେ ନ ବୁଝିଲ 500 ଟଙ୍କା ଆଜିକାଲି ଲୋକ ଚାପୁଡାଇ କହୁଛନ୍ତି ଜାଣିପାର? ତମେ ଏମିତି କହିଲେ ମୁଁ ନହେଲେ ଯାଉଛି। ହଁ ହେଲା ଆଉ ମ୍ୟାରେଜ୍ ଭୁଲ ହେଇଗଲା ଆଜ୍ଞା। ଏରା କାମ ଏମିତି ହେଲେ ଗୋଟେ କଥା ନୁହେଁ। ଏରା ମଧ୍ୟସ୍ଥି ତମେ ଡାକି ବାଟରେ ବେଜିତ କରିବ? ଭୁଲ ହେଇଗଲା। ଆଜ୍ଞା ରାଗିଲି। ରାଗିବିନି। ଭୁଲ ତ ହେଇଯାଇଛି ଭୁଲ ତ ହେଇଯାଇଛି ଆଉ ହବ। ହଉ ତମେ କୋଉ ଭାଷା କହିଲ ଚାପୁଡା ଆମେ କଣ ବୁଝିପାରିବୁ? ହେଲା ମୋ ମନରେ ରାଗ ନାହିଁ। ଆମର ଏମିତି ଚାପୁଡା ଖିଆ ମାଡ଼ କେତେ ଜାଗା ହଉଛି। ଆମେ କଣ ଆଜି ତମଠୁ ନୂଆ ମାଡ଼ ଖାଇଲୁ? କେତେ ଜାଗା ଏମିତି ଖାଉଛୁ। ଖାଲି କଣ ମାଡ଼ ସୋଦା ବି ଖାଉଛୁ। ତମେ ଟିକେ ମାରିଦବ ଇଏ ମୋ ମନରେ ଟିକେ ରାଗ ନାହିଁ ବା। ତାହେଲେ ତମ କାମ ଚଳାବ। ଏ ବୁଝିଲ ଏତେବେଳେ କି ମଧ୍ୟସ୍ଥି ମାନେ ଆମେ କାମ ଚଳେଇଛୁ ମଧ୍ୟସ୍ଥି। ଯୋଉଠି କାମ ନ ଚାଲୁଛୁ ସେଠି କାମ ଦେହକୁ ନେଇ ନା ଟୋଟାଲି ନେଇନି ବିଲକୁଲ ନେଇନି। ଆମ କାମ ପା ସେଇଆ ସୋଦା ଖିଆରେ ଆମ କାମ। ସୋଦା ଖାଇଲେ କଣ ହଉଛି? ସୋଦା ଖାଇଲେ ଯଦି ପରସେଣ୍ଟେଜ 10,000 ମିଳିଛି ଗୋଟେ ବାହାଘର ସୋଦା ଖାଇଲେ କଣ ଅଛି? ଆଚ୍ଛା ଠିକ ଅଛି। ହଉ ମୁଁ ରାଗ କରିନି ତମ କଥା ତମେ ବିଲକୁଲ ସେ କଥା ମନେ ପଡ ହେଲା। ନା ମୁଁ ଆଉ କଣ ସେତିକି ଦରକାର ତ ଖାଲି ଶଳା ବାହାଘର ସର 2 ପଇସା ପାଇଲେ ତୁ ଯେ ନା ମୁଁ ହେଲା ହେଲା ହେଲା। ଆଚ୍ଛା ମଧୁ ସାହୁ ତମ ନଜରରେ କିଛି ଭଲ ଝିଅ ଅଛନ୍ତି? ଅଛନ୍ତି ମାନେ କି କଥା କହୁଛ ତମେ? ଫଟୋ ରଖି ଝିଅଙ୍କର ମୋବାଇଲ ଗ୍ୟାଲେରୀ ଫୁଲ 2 ଥର ସଫ୍ଟୱେର ପକେଇଲେଣି ଛତିଆ ମାର୍କେଟ ଦେଇକିରି ତମରି ଲୋକାଲ ମାର୍କେଟରେ। ତମେ କହୁଛ ଫଟୋ ଅଛି ଆଠି ଭାଇରସ ଅପଲୋଡ କରୁଛି କେବଳ ଫଟୋ ଲାଗି ସବୁ ଦୁନିଆ ଫଟୋ 8 GB RAM 12 GB RAM ଫୁଲ ହେଇସାରିଲାଣି ଖାଲି ଫଟୋ ଲାଗି ଜାଣିଛ? ହଁ ଆଉ ଗୋଟେ ଭଲ ପ୍ରସ୍ତାବ ଅଛି ତମେ ଯଦି କହିବ ପକେଇବି। କହୁନ। ଟିକେ ଦୂର ହବ ତଥାପି ତମକୁ ବମ୍ବେ ସହର ଯାଇ ଯିବାକୁ ପଡିବ। ବମ୍ବେ? ହଁ ଆଚ୍ଛା ତମେ ପ୍ରୀତି ଜିଣ୍ଟାକୁ ଜାଣିଛ? ବମ୍ବେ ହିରୋଇନ ପ୍ରୀତି ଜିଣ୍ଟା ଏଇ ଯୋଉ ଆଇପିଏଲ ମାଲିକାଣୀ। ହଁ ପଞ୍ଜାବ ମାଲିକାଣୀ। ଠିକ ଧରିଛ ଆଉ ସେ ଏପର୍ଯ୍ୟନ୍ତ ବାହା ହେଇନି। ତା ବାପା ମତେ କାଲି ଫୋନ କରିଥିଲା ଗୋଟେ ଭଲ ପ୍ରସ୍ତାବ ଦେଖ ତାକୁ କହୁନ। ବମ୍ବେରେ? ହଁ ବମ୍ବେରେ ବାହା ହବ ଆଇପିଏଲ ପଡିଆ ଯାଇ ବଲ ଗୋଟେ ଅସୁବିଧା କଣ ଅଛି? ବମ୍ବେ? ହଁ ବମ୍ବେ ଦୂର ଆଉ କି କଥା ଆଉ ଏଠି ପାଖରେ ବାଜିବ ନାହିଁ। ନେଟୱର୍କ ପାଇବୁ ବି ଏତେ ବାଟ ସବୁ ବମ୍ବେ ଖାଲି ତମେ ଓଡିଶା ପିଲା ତ ବମ୍ବେ ଦେଲି ଅଲଗା ଜାଗାରେ ବି ଅଛି। ମୋର ଏଇ ପାଖରେ ଦେଖ ଟିକେ। ଆଚ୍ଛା ଆଉ ଗୋଟେ ଭଲ ପ୍ରସ୍ତାବ ଅଛି ତମେ ଯଦି କହିବ ପକେଇବି। ଝିଅ କୋଉଠିକାର? ଝିଅ କୋଉଠିକାର ମାନେ ସେଇ ଆର ଗାଁ ଈଶ୍ୱର ବେରା ଝିଅ ପୁଣି ବାହା ହବ ସିଏ କହୁଛି। ଶାଶୁ ଘରୁ ତଡା ଖାଇ ଏବେ ବାପା ଘରେ ଅଛି ଦ୍ୱିତୀୟ ବିବାହ ଚାହୁଁଛି। କଣ ଦ୍ୱିତୀୟ ବିବାହ? ବଡ ବଡ ଗପ ଗପୁଥିଲେ ଅବିକା। ଆରେ କଣ? ଆରେ ଈଶ୍ୱର ବେରା ଝିଅ ସେ ଗୋଟେ ଜାଗାରେ ବିବାହ କରିଥିଲା ଛାଡି ଦେଇକି ଆସିଅଛି ତାକୁ ତ ପୁଣି କୋଉଠି ହାତ ଦିଆ ତ କରିବା ନା ନାଇଁ। ମଧ୍ୟସ୍ଥି ହିସାବରେ ମୋର ଗୋଟେ ପୁଣି ଦାୟିତ୍ୱ ଅଛି ନା ନାଇଁ। ଆପଣ ସେ ଯୋଉ ଦାୟିତ୍ୱଟା ମୋରି ଉପରେ ନଥିଲା? ଦେଖିଲ ଆଉ କଣ କରିବା ତମେ ତ ବିବାହ କରିବ ଭାଇ ଚାଲିଲେ ପଦ୍ମ ଫୁଟୁଛି କି କେଶ ଘୋଡା ଲାଞ୍ଜ ପରିବାଳ। ନାଇଁ ଆମର ଆଖି ଚିଲିକା ପରିକା ନୀଳ ତାକୁ ତମେ ଯଦି ବିବାହ ନ କରିବ ଆଉ କଣ କରିବ? ଶୁଣ ତମେ ତାହେଲେ ଆମର ଏଗୁରା ଦରକାର ନାହିଁ ଦ୍ୱିତୀୟ ବିବାହ ଦରକାର ନାହିଁ। ଆମର ସଂସ୍କାରୀ ଝିଅଟେ ଦରକାର ଓଡିଆ ଘରର ଝିଅ। କଣ କହୁଛ କୁହ ଏଇଠି ହବ ଈଶ୍ୱର ବେରା ଝିଅ ସାଙ୍ଗେ ନା ଆଉ କୋଉଠି କଣ ତମର ମନ ଇଚ୍ଛା କୁହ? ନାଇଁ ସେତିକିରେ ଥାଉ। ଆମେ ଜାଣି ସାରିଲୁଣି ତମେ କେମିତିଆ କାମ ଚଳା ମଧ୍ୟସ୍ଥି। ତମେ ଯୋଉ ଟ୍ରେନରେ ଯାଉଛ ସେଇ ଟ୍ରେନରେ ମଧ୍ୟସ୍ଥି କାମ କର। ଭଲ ଭଲ ଯୋଉ ଆସିବେ ମିଳିବେ ବାଟରେ ଘାଟରେ ତାଙ୍କ ସାଙ୍ଗରେ କର। ଆମେ ଜାଣି ସାରିଲୁ ତମର ବମ୍ବେରେ ଯାଇ ନେଟୱର୍କ ପାଉଛି। ଓଡିଶା କଥା କହିଲେ ଦ୍ୱିତୀୟ ବିବାହ ଓଡିଶାରେ ଝିଅ ନାହାନ୍ତି। ଆରେ ଅଛନ୍ତି ତୋ ପାଇଁ ଯୋଉଟା ଠିକ ହେଲା ମୁଁ କହିଲି। ନାଇଁ ଆମେ ଜାଣି ସାରିଲୁ ତମ କ୍ୱାଲିଟି କେତେ ଆମେ ଜାଣି ସାରିଲୁ। ତମେ ଖାଲି ରାଜି କରା ତାକୁ। ଶୁଣ ତମେ ଟ୍ରେନରେ ଗଡ ତୁ ଜାଣିପାରୁନୁ ପଇସା ଦରକାର। ମଧ୍ୟସ୍ଥି ଏମାନେ କଣ କହିଲୁ ତମେ ବୁଲୁଛ କଣ ପାଇଁ କହିଲ? ତମର ଖାଲି କଥା କହିବ ମଧୁର ବଚନ ପଛ ମାରିବ ଘନ ତମେ ଏମିତି ବେଜିତି କରୁଛ ହବନି ଏ ବର୍ଷ ହବନି। ତମେ ଯାଅ ଯଦି ଗୋଟିଏ ଚାଉଳରେ ଗଢା ଝିଅ ଦେଖିଲେ ଆସିବ ଝିଅ ଦେଖିବୁ। ଆଚ୍ଛା ତମେ ବିବାହ କରିବ ତ ଏ ବର୍ଷ? ହଁ ଠିକ ଅଛି ମୁଁ ଚେଷ୍ଟା କରୁଛି ଯଦି ଭଲ ଝିଅଟି ଓଡିଆ ଘର ସଂସ୍କାର ମିଳିଲା ତାହେଲେ ମୁଁ ଯୋଗାଯୋଗ କରିବି ହେଲା। ଆଚ୍ଛା ଏପଟ ସାଇଡ ସବୁ ମୋ ନମ୍ବର ଫୋନ ସମସ୍ତ ପାଖରେ ଅଛି ଯୋଗାଯୋଗ କରୁଛୁ ହେଲା ଆସିବାର ରହିଆ ଆସିବାର କିନ୍ତୁ ଏଇଥରକ ଯେମିତି ମୁଁ ଫେରିବିନି ଆଉ ଭଲ ଝିଅ ନେଇକି ଆସିବି ହେଲା। ନେଇକି ଆସିଲେ ଆପଣ ବିନା ତେଲ ପାଣି ଖର୍ଚ୍ଚରେ ତମ କତିରୁ ଯାଉଛି ପ୍ରସ୍ତାବରେ ନେଇକି ଆଇଲେ କିନ୍ତୁ ଦବ ନହେଲେ ତମେ କିଏ ମୁଁ କିଏ ଝିଅ ସେଇ ଫେରି ନେଇକି ତମେ ବମ୍ବେ କହିଲଣି ଆଉ ଆମେ ନାଇଁ ଆଉ ବମ୍ବେ କାହିଁ ନେବି ତମେ କହିଲେ ଓଡିଶାରେ ମୁଁ ଏଇଠି ବୁଝି ତମ ପାଇଁ
ହେଲା ରହିଲି ନମସ୍କାର ସେଇ ରେସପେକ୍ଟ ତ ଦରକାର ହବ ରେସପେକ୍ଟ ଏମିତି ମିଳିଥିବ ନା ଏମିତି ମିଳୁଛି ଯୋଉଟା ତମେ ମତେ ଦେଲ ଆଚ୍ଛା, ହଁ, ଠିକ ରହୁଛି। ହଉ ହଉ